ଆସ ଆମେ ଗପ ଶୁଣିବା। ଆଜି ଯେଉଁ ଗପଟି ଆମେ ଶୁଣିବା ସେଇ ଗପଟିର ନାମ ଗଛ ଆମର ଭାଇ। ବାଡ଼ିରେ ଟିକି ପିଜୁଳି ଚାରା ଗଛଟିଏ ଥାଏ। କଅଁଳ ଛନଛନିଆ ଦୁଇଟି ପତ୍ର। ଦିନେ ତପନ ଭାବିଲା ତାକୁ ଓପାଡ଼ି ଆଣିବ। ଓପାଡ଼ିବା ପାଇଁ ହାତ ବଢ଼େଇଲା, ହେଲେ ଗଛ କହିଲା, ସୁନା ଭାଇ, ମୋର ତପନ ଭାଇ, ଓପାଡ଼ୁଛ ମୋତେ କ'ଣ ପାଇଁ? ଟିକି ଗଛଟି କଥା ଶୁଣି ତପନ କହିଲା, ତୁମେ ମୋର ଭାଇ କେମିତି? ଗଛ କହିଲା, ମୋ ଦେହରେ ଭଗବାନ ଅଛନ୍ତି, ତୁମ ଦେହରେ ବି ଭଗବାନ ଅଛନ୍ତି। ତୁମେ ଯେଉଁ ପବନ ନିଶ୍ୱାସରେ ଛାଡ଼ୁଛ ମୁଁ ତାକୁ ନେଉଛି, ମୁଁ ଯେଉଁ ପବନ ଛାଡ଼ୁଛି ତୁମେ ନେଉଛ। ତାପରେ ସେ କହିଲା, ହୋଇଛି ସିନା ମୁଁ ଏଡ଼ିକି ଛୋଟ, ବଢ଼ିଲେ କରିବି ତୁମରି ହିତ। ତପନ ପଚାରିଲା, ତୁମେ କେମିତି ବଢ଼ିବ? ଗଛ କହିଲା, ପାଇଲେ ପବନ ଆଲୁଅ ପାଣି, ବଢ଼ି ବଢ଼ି ଯିବି ନାହିଁ କି ଜାଣି। ମୋତେ ଯଦି ତୁମେ ଗୋବର ଖତ ଦେବ, ମୋ ମୂଳରେ ପାଣି ଦେବ, ମୋ ଦେହରେ ସୂର୍ଯ୍ୟକିରଣ ବାଜିବ, ତାହେଲେ ମୁଁ ଶୀଘ୍ର ବଢ଼ିଯିବି। ତପନ ପଚାରିଲା, ତୁମେ ବଢ଼ିଲେ ମୋର କି ହିତ କରିବ? ଗଛ କହିଲା, ମୁଁ ତୁମକୁ ଛାଇ ଦେବି, ଥଣ୍ଡା ପବନ ଦେବି, ଫଳ ଦେବି, ଶୁଖିଲା କାଠ ଦେବି। ଖୁସି ମନରେ ଗଛ କହିଲା, ବଢ଼ାଇଲେ ମୋତେ ଯତ୍ନ କରି, ମିଠା ଫଳ ନେବ ଟୋକେଇ ଭରି। ତପନ ଗଛ ଭାଇର କଥା ଶୁଣି ଗଛକୁ ବହୁତ ଆଦର କଲା। ତାକୁ ପାଣି ଦେଲା, ଖତ ଦେଲା, ତା ସହ ସବୁଦିନ କଥା ହେଲା। ଗଛକୁ ଗୀତ ଶୁଣେଇଲା। ଗଛ ଭାଇ ଓ ତପନ ଭାଇ ମିଳିମିଶି ଚଳିଲେ। ଧୀରେ ଧୀରେ ଗଛ ବଡ଼ ହେଲା। ଗଛ କହିଲା, ଦେବି ମୁଁ ତୁମକୁ ଶୀତଳ ଛାଇ, ପବନ ବହିବ ସାଇଁ ସାଇଁ। ଗଛରେ ଫୁଲ ଧରିଲା, ପିଜୁଳି କଷି ଧରିଲା, ଫଳ ବଡ଼ ବଡ଼ ହେଲା, ପାଚିଲା। ଗଛ କହିଲା, ତପନ ଭାଇ, ତୁମେ ମୋର ମିଠା ମିଠା ପିଜୁଳି ନେଇ ଖାଅ, ଆଉ ସାଙ୍ଗମାନଙ୍କୁ ବି ଦିଅ। ତପନ ପଚାରିଲା, ଗଛ ଭାଇ, ଫଳ ତୋଳିଲେ ତୁମକୁ କଷ୍ଟ ହେବନି? ଗଛ କହିଲା, ପାଚିଲା ଫଳ ତୋଳିଲେ ମୋତେ କଷ୍ଟ ହେବ ନାହିଁ, କଷି ଫଳ ତୋଳିଲେ କଷ୍ଟ ହେବ। ସେ ଦିନରୁ ତପନ ଗଛ ଭାଇ ପାଖକୁ ଯାଇ ପାଚିଲା ଫଳ ତୋଳିଲା। ତପନ କିଛି ପିଜୁଳି ଠାକୁରଙ୍କ ପାଖରେ ଭୋଗ ଲଗାଇଲା ଓ ବାକି ପିଜୁଳି ସାଙ୍ଗମାନଙ୍କ ସହିତ ଆନନ୍ଦରେ ଖାଇଲା। ସୁଆଦିଆ ପିଜୁଳି ଖାଇ ସମସ୍ତେ ଖୁସି ମନରେ କହିଲେ, ଗଛ ଆମର ଭାଇ, ଗଛ ଆମର ଭାଇ। ପିଲେ, ଏହା ସହିତ ଆଉ କେଇ ପଦ ମୁଁ ଯୋଡ଼ିକି ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝେଇଦେବି। ଗଛ କେମିତି ଆମର ଭାଇ? ଗଛ ଆମର ଭାଇ, ଗଛ ଆମର ଭାଇ, ହାଣିବା ନାହିଁ ରହିଛି ସଦା ଆମରି ପାଇଁ। କେତେ ଉପକାର କରେ ଆମର, ଶୁଝିପାରିବା କି ଋଣ ତାହାର। କାହାରି କେବେ ସେ ଭାଙ୍ଗେନି ମନ, ସବୁଠି ରହିଛି ତାରି ଦାନ। ଜନ୍ମରେ ଏନ୍ତୁଡ଼ି କାଠ, ମଶାଣିରେ ଜୁଇର ସେଜ, ବିପଦ ଆପଦେ ହୋଇଛି ସାହା, ଛପର ହୋଇକି ଦେଇଛି ରାହା। ପୂର୍ବରୁ ଆମେ ପଢ଼ିଲେ କ'ଣ ନା, ବୃକ୍ଷ ଆମକୁ ଫଳ ଦେଇଛି, ଫୁଲ ଦେଇଛି, ଛାଇ ଦେଇଛି, ଆଉ କ'ଣ ଦେଇଛି ନା ରହିବା ପାଇଁ ବାସ ଦେଇଛି। ଆଉ କ'ଣ ଦେଇଛି ନା ଜନ୍ମରେ ଏନ୍ତୁଡ଼ି କାଠ, ମଶାଣିରେ ଜୁଇର ସେଜ। ଆମେ ଯେତେବେଳେ ଜନ୍ମ ହେଉ ସେତେବେଳେ ମା' କ'ଣ କରେ ନା ଏନ୍ତୁଡ଼ି କାଠ ଜାଳି ଆମକୁ ସେକିଥାଏ। ପୁଣି କ'ଣ ମଶାଣିରେ ଜୁଇର ସେଜରେ। ମଣିଷ ଯେତେବେଳେ ମୃତ୍ୟୁବରଣ କରେ, ଯେତେବେଳେ ମଣିଷ ମରିଯାଏ, ସେତେବେଳେ କ'ଣ ସେଇ କାଠର ଆବଶ୍ୟକତା ପଡ଼ିଥାଏ। ବିପଦ ଆପଦେ ହୋଇଛି ସାହା, ଛପର ହୋଇକି ଦେଇଛି ରାହା। ଫଳ ଫୁଲ ବାସ କତୁରୁ ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷ ଆମକୁ ସାହାଯ୍ୟ କରିଛି। ସେଇଥିପାଇଁ କୁହାଯାଏ କ'ଣ ନା, ବୃକ୍ଷ ଆମର ବନ୍ଧୁ। ଆଚ୍ଛା ପିଲାମାନେ,
ଏଇଠି ଶେଷ କରିବା ପୂର୍ବରୁ ଆଗକୁ ସାହିତ୍ୟ ବିଷୟବସ୍ତୁକୁ ନେଇ କାହାଣୀ ଗଳ୍ପ ମାଧ୍ୟମରେ ବହୁତ ସୁନ୍ଦର ସୁନ୍ଦର କଥା ଜାଣିବାକୁ ବୁଝିବାକୁ ଆମ ଓଡ଼ିଶା ଆମ ସାହିତ୍ୟ ସହିତ ଜଡ଼ିତ ହୋଇ ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।